ବାକି ବାଲେଶ୍ୱର ବୁଢାବାଳଙ୍କ ନଦୀରେ ଏମିତି କିଛି ଘଟଣା ଘଟିଯାଇଛି ତା ଶୁଣିଲେ ତମେ ବି ଆଶ୍ଚର୍ଯ୍ୟ ଯିବ। ବାକି ଜାଣିଥିବେ ଓଡିଶାର ଲଗାଣ ବର୍ଷା ଯୋଗୁରୁ ନଦୀ ନାଳ ପୁରା ଫୁଲ ଆଉ ଲୋକମାନେ ବେହାଲ ହେଲେଣି। ବାକି କଥା ଉଠୁଛି ଯେ କି ଆଉ ଡଲଫିନ ଜାଣିଥିବେ ଗୋଟେ ନିରୀହ ପ୍ରାଣୀ ନାମରେ ଜାଣିଥିବେ। ବାକି କାହା କିଛି କ୍ଷତି କରନ୍ତି ଲୋକଙ୍କର ସାହାଯ୍ୟ କରନ୍ତି। ଆଉ ଡଲଫିନ ସାହାଯ୍ୟ ଆମ ଓଡିଶାରେ ଦେଖିବାକୁ ବହୁତ କମ ମିଳେ। ନଦୀ ନାଳ ତ ବହୁତ କମ ମିଳନ୍ତି। ବାକି ଆମ ଦେଶର ହଁ ସମୁଦ୍ର ସମୁଦ୍ର ଜାଗାରେ ଦେଖିବାକୁ ବହୁତ ମିଳେ। ଆଉ ବାକି ବାହାର ଦେଶରୁ ଅଧିକା ଦେଖିବାକୁ ମିଳେ। ବାକି କଥା ହଉଛି କି ବାଲେଶ୍ୱର ବୁଢାବାଳ ନଦୀରେ ବନ୍ୟା ପାଣି ଦେଶରୁ ନଦୀ ପୁରା ଫୁଲ ଥିଲା। ବାକି ଗୋଟେ ଡଲଫିନ କୁଆଡୁ ଆସିକି ତାର ଡୁବୁ ଡୁବୁ ହଉଥିଲା। ଲୋକ ଜାଣିପାରିଲେନି କହିଲେ ଏମିତି କଣ ଗୋଟେ କୁମ୍ଭୀର ବୋଧେ ହେଇଥିବ। ଆଉ ଲୋକ ଠିକ ସେ ଜାଣିପାରିଲେନି। ଆଉ ସମସ୍ତେ ସମସ୍ତେ ହୋ ଗାଲା ହେଲେ ଲୋକଙ୍କ ସଂଗଠନର। ଆଉ କହିଲେ ହଁ ଏଇଟା ଡଲଫିନ ମାଛ ଡିଆଁ ଡେଇଁ କରୁଛି, ଏଇଟା କୁମ୍ଭୀର ନୁହେଁ। ବାକି ଜାଣି ସାରିଲା ପରେ ଆଉ କଥା ଉଠୁଛି କି ବାଲେଶ୍ୱର ବୁଢାବାଳଙ୍କ ନଦୀ କି ଡଲଫିନ ଆସିଲା କୋଉଠୁ? ଡଲଫିନ ଆସିଲା କୋଉଠୁ? ନଦୀ ଭିତରକୁ, ସମୁଦ୍ର ନୁହେଁ ନଦୀ ଭିତରକୁ ଡଲଫିନ, ଏତେ ବଡ ଡଲଫିନ କେମିତି ଆସିଲା ଡିଆଁ ଡେଇଁ ଗଲା? ଆଉ ବାକି କଥା ଉଠୁଛି, ବାକି ତମେ ନ୍ୟୁଜ ଟା ଶୁଣିଛ ନା କଣ ଜଣେଇବ। ଆଉ ପ୍ରତ୍ୟେକ ଦେଶବାସୀ, ଓଡିଶା ବାସୀ ଆଉ ବାଲେଶ୍ୱର ବାସୀଙ୍କୁ ସେୟାର କରିଦବ ବାଲେଶ୍ୱର ବୁଢାବାଳ ନଦୀର ସତରେ କଣ ଡଲଫିନ ଆସିଛି ନା ମିଛର ଗୁଜବ କରିଛନ୍ତି କଣ ଜଣେଇବେ। ବାକି ରହିଲି, ଡଲଫିନ କଣ ସତରେ ଆସି ବାଲେଶ୍ୱର ଆସି କଣ ଜଣେଇବେ। ରହିଲି, ଟ୍ୟାଗ କରିଦେବେ।